ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ବାର୍ଷିକ ପରୀକ୍ଷା 2024-25 ଆସିଥିବା ବିଜ୍ଞାନ ପ୍ରଶ୍ନର ଆଲୋଚନା କରିବା। 1 ପ୍ରଶ୍ନ, ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଏବଂ ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ, ଲଙ୍କା ଗଛ ମୂଳେ ନିମପତ୍ର ଗୁଣ୍ଡ ଦେଲେ ପତ୍ର ମୋଚା ରୋଗ ହେବ ନାହିଁ, ଠିକ୍ ନା ଭୁଲ? ଏହା ହେଉଛି ଭୁଲ ଉତ୍ତର। খ ପ୍ରଶ୍ନ, ମୋଟାଳ ମାଟିରେ ପାଣି ପଡ଼ିଲେ କଳା ଦିଶେ, ଏହା ହେଉଛି ଠିକ୍ ଉତ୍ତର। 2 ପ୍ରଶ୍ନ, ଅଲଗା ଶବ୍ଦ ବାଛି ଲେଖ। କ ପ୍ରଶ୍ନ, ମାଛି, କଙ୍କି, ଓଡ଼ଶ, ପ୍ରଜାପତି ପତଙ୍ଗ ଦୃଷ୍ଟିରୁ କେଉଁଟା ଅଲଗା ହେବ? ଠିକ୍ ଉତ୍ତରଟି ହେଉଛି ଓଡ଼ଶ। খ ପ୍ରଶ୍ନ, ଧାନ, ଗହମ, ନଳିତା, ଆଖୁ ଅଧିକ ଜଳ ଆବଶ୍ୟକତା ଦୃଷ୍ଟିରୁ କେଉଁଟା ଅଲଗା? ଠିକ୍ ଉତ୍ତରଟି ହେଉଛି ଗହମ। ଗ ପ୍ରଶ୍ନ, ସୂର୍ଯ୍ୟ, କର୍ତ୍ତୃ, ଶୁକ୍ର, ଧ୍ରୁବ ନକ୍ଷତ୍ର ଦୃଷ୍ଟିରୁ କିଏ ଅଲଗା? ଠିକ୍ ଉତ୍ତରଟି ହେଉଛି ଶୁକ୍ର। 3 ପ୍ରଶ୍ନ, ସ୍ତମ୍ଭ ମିଳନ କର। କ ସ୍ତମ୍ଭ, ଖ ସ୍ତମ୍ଭ। କ ସ୍ତମ୍ଭ ଦେଇଛି ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ଏବଂ ଖ ସ୍ତମ୍ଭ ଦେଇଛି 28 ଦିନ, 1 ଦିନ, 25 ଦିନ। ସୂର୍ଯ୍ୟର ଆବର୍ତ୍ତନ କାଳ କେତେ ଦିନ? 25 ଦିନ। ଚନ୍ଦ୍ର ହେଉଛି 28 ଦିନ ଏବଂ ପୃଥିବୀ ହେଉଛି 1 ଦିନ ବା 24 ଘଣ୍ଟା। 4 ପ୍ରଶ୍ନ, ବାମ ପାର୍ଶ୍ୱର ସମ୍ପର୍କ ଦେଖି ଦକ୍ଷିଣ ପାର୍ଶ୍ୱର ସମ୍ପର୍କ ନିର୍ଣ୍ଣୟ କର। କ ଦେଇଛି ପାଳଭୂତ, ପଶୁପକ୍ଷୀ, ସେହିପରି ଆଲୋକ ଜନ୍ତା। ଆନ୍ସର କ'ଣ ହେବ? କୀଟପତଙ୍ଗ। ସେହିପରି ଦେଖ ପିଲାମାନେ, ଖ ଦେଇଛି ସୌରଜଗତ, ସୂର୍ଯ୍ୟ, ସପ୍ତର୍ଷି ମଣ୍ଡଳ, ଧ୍ରୁବତାରା। ଗ ପ୍ରଶ୍ନ ଦେଇଛି କୃଷ୍ଣପକ୍ଷ, ଅମାବାସ୍ୟା, ଶୁକ୍ଳପକ୍ଷ କ'ଣ ହେବ? ପୂର୍ଣ୍ଣିମା। ପାଞ୍ଚ ପ୍ରଶ୍ନ, ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ଥିଲେ ସଂଶୋଧନ କର। କ ଦେଇଛି ସେପ୍ଟେମ୍ବର 21 ତାରିଖରେ ଉଭୟ ଗୋଲାର୍ଦ୍ଧରେ ଦିନ ରାତି ସମାନ ହୋଇଥାଏ। ସେପ୍ଟେମ୍ବର 21 ଗାର ଦେଇଛି, ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେଉଛି ସେପ୍ଟେମ୍ବର ମାସ 23 ତାରିଖ ବା ମାର୍ଚ୍ଚ 21 ତାରିଖରେ ଉଭୟ ଗୋଲାର୍ଦ୍ଧରେ ଦିନ ରାତି ସମାନ ହୋଇଥାଏ। ସେପ୍ଟେମ୍ବର 23 ବା ମାର୍ଚ୍ଚ 21 ତାରିଖରେ ଉଭୟ ଗୋଲାର୍ଦ୍ଧରେ ଦିନ ରାତି ସମାନ ହୋଇଥାଏ। ଖ ପ୍ରଶ୍ନ, ଜଳବିନ୍ଦୁ ଯୁକ୍ତ ଧୂଳିକଣା ଘନୀଭୂତ ହୋଇ କାକର ସୃଷ୍ଟି କରନ୍ତି। କାକର ତଳେ ଗାର ଦିଆହେଇଛି, ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେଉଛି କୁହୁଡ଼ି ସୃଷ୍ଟି କରନ୍ତି। ଜଳବିନ୍ଦୁ ଯୁକ୍ତ ଧୂଳିକଣା ଘନୀଭୂତ ହୋଇ କୁହୁଡ଼ି ସୃଷ୍ଟି କରନ୍ତି। ଗ ପ୍ରଶ୍ନ, ଦୋରସା ମାଟିରେ ସବୁଠାରୁ ବେଶୀ ହ୍ୟୁମସ୍ ଥାଏ। ଦୋରସା ତଳେ ଗାର ଦିଆହେଇଛି, ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେଉଛି ପଟୁମାଟି। ପଟୁମାଟିରେ ସବୁଠାରୁ ବେଶୀ ହ୍ୟୁମସ୍ ଥାଏ। ପଟୁମାଟି। 6 ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ବନ୍ଧନୀ ମଧ୍ୟ ଦେଇଛି ପ୍ରଶ୍ନବାଚୀ, ଆୟୋଡିନ୍, ଆର୍ଦ୍ରତା। କ ପ୍ରଶ୍ନ ଦେଇଛି ବାୟୁରେ ଜଳୀୟବାଷ୍ପର ଉପସ୍ଥିତିକୁ ବାୟୁର ଡ୍ୟାସ୍ କୁହାଯାଏ। ପ୍ରଶ୍ନବାଚୀ ନା ଆୟୋଡିନ୍ ନା ଆର୍ଦ୍ରତା? ଠିକ୍ ଉତ୍ତରଟି ହେଉଛି ଆର୍ଦ୍ରତା।
ବାୟୁରେ ଜଳବାଷ୍ପର ଉପସ୍ଥିତିକୁ ବାୟୁର ଆର୍ଦ୍ରତା କୁହାଯାଏ। ଖ ପ୍ରଶ୍ନ, ସପ୍ତର୍ଷି ମଣ୍ଡଳର ଆକୃତି ଏକ ଡ୍ୟାସ୍ ପରି। ଠିକ୍ ଉତ୍ତରଟି ହେଉଛି ପ୍ରଶ୍ନବାଚୀ। ସପ୍ତର୍ଷି ମଣ୍ଡଳର ଆକୃତି ଏକ ପ୍ରଶ୍ନବାଚୀ ପରି। ଗ ପ୍ରଶ୍ନ, ଡ୍ୟାସ୍କୁ ଗରମ କଲେ ତାହା ନ ତରଳି ସିଧା ବାଷ୍ପରେ ପରିଣତ ହୁଏ। ଉତ୍ତରଟି ହେଉଛି ଆୟୋଡିନ୍। ଆୟୋଡିନ୍କୁ ଗରମ କଲେ ତାହା ନ ତରଳି ସିଧା ବାଷ୍ପରେ ପରିଣତ ହୁଏ। ଆୟୋଡିନ୍। ସତର ପ୍ରଶ୍ନ, ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। କ ପ୍ରଶ୍ନ, କେଉଁ ପଦାର୍ଥକୁ ଯେଉଁ ପାତ୍ରରେ ରଖିଲେ ସେହି ପାତ୍ରର ଆକୃତି ଧାରଣ କରିବ? ଅପସନ୍ ଏ ଦେଇଛି କ୍ଷୀର, ବି ଦେଇଛି ବରଫ, ଅପସନ୍ ସି କର୍ପୂର ଏବଂ ଅପସନ୍ ଡି ହେଉଛି ଗ୍ୟାସ୍। ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କ୍ଷୀର। ଖ ପ୍ରଶ୍ନ, କିଏ ଅନ୍ୟ ଉଦ୍ଭିଦ ଉପରେ ମାଡ଼ି ତାଠାରୁ ଖାଦ୍ୟ ଗ୍ରହଣ କରିଥାଏ? ଅପସନ୍ ଦେଇଛି ବାଇଡଙ୍କ, ଅପସନ୍ ବି ନିର୍ମୂଳୀ, ଅପସନ୍ ସି ବାଳୁଙ୍ଗା ଏବଂ ଅପସନ୍ ଡି ଶୁଆଁ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନିର୍ମୂଳୀ। ଗ ପ୍ରଶ୍ନ, କେଉଁଠି କଇଁଛମାନଙ୍କର ଅଭୟାରଣ୍ୟ ଅଟେ? ଅପସନ୍ ଏ ଟିକରପଡ଼ା, ଅପସନ୍ ବି ଭିତରକନିକା, ଅପସନ୍ ସି ଗହିରମଥା ଏବଂ ଅପସନ୍ ଡି ଶିମିଳିପାଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗହିରମଥା। 8 ନମ୍ବର, ସଂକ୍ଷେପରେ ଉତ୍ତର ଲେଖ। କ ପ୍ରଶ୍ନ ଦେଇଛି ପ୍ରକୃତି ବନ୍ଧୁ ପୁରସ୍କାର କାହାକୁ ଦିଆଯାଏ? 8 ନମ୍ବର କ ଉତ୍ତର ହେଉଛି ପ୍ରତି ବ୍ଲକରେ ଜଣେ ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଏ ଯିଏ ପରିବେଶ ସଂରକ୍ଷଣ ଓ ପରିବେଶ ସଚେତନତା ବୃଦ୍ଧି ଦିଗରେ ଅଗ୍ରଣୀ କାର୍ଯ୍ୟ କରିଥାନ୍ତି। ଖ ପ୍ରଶ୍ନ, ଗ୍ୟାସୀୟ ପଦାର୍ଥର ଦୁଇଟି ଧର୍ମ ଲେଖ। ଗ୍ୟାସୀୟ ପଦାର୍ଥର ଦୁଇଟି ଧର୍ମ ହେଉଛି ଏହାର ନିର୍ଦ୍ଦିଷ୍ଟ ଆକୃତି ନାହିଁ, ଏହାକୁ କେଉଁ ପାତ୍ରରେ ରଖାଯାଇପାରେ ନାହିଁ। ଗ ପ୍ରଶ୍ନ, କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ କାହାକୁ କୁହାଯାଏ? 8 ନମ୍ବର ଗ ଉତ୍ତର ହେଉଛି ପୂର୍ଣ୍ଣିମା ପରଠାରୁ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନକୁ କୃଷ୍ଣପକ୍ଷ କୁହାଯାଏ। ସେହିପରି ଅମାବାସ୍ୟା ପରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ 15 ଦିନକୁ ଶୁକ୍ଳପକ୍ଷ କୁହାଯାଏ। ଘ ପ୍ରଶ୍ନ, ପାଗ କାହାକୁ କୁହାଯାଏ? ଦୁଇଟି ପାଗର ନାମ ଲେଖ। 8 ନମ୍ବର ଘ ଉତ୍ତର ହେଉଛି କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ପାଗ କୁହାଯାଏ, ଯଥା ଖରା ପାଗ, ବର୍ଷା ପାଗ, ମେଘୁଆ ପାଗ। 9 ପ୍ରଶ୍ନ, ବୈଜ୍ଞାନିକ କାରଣ ଲେଖ। କ ଦେଇଛି ବର୍ଷା ଦିନେ ବାୟୁର ଆର୍ଦ୍ରତା ବେଶୀ ହୋଇଥାଏ। ଏହାର ଉତ୍ତର ହେଉଛି ବର୍ଷା ଦିନେ ସମୁଦ୍ରରୁ ସ୍ଥଳ ଭାଗକୁ ବାୟୁ ପ୍ରବାହିତ ହୋଇଥାଏ। ବର୍ଷା ହେବା ଫଳରେ ବାୟୁମଣ୍ଡଳରେ ଜଳକଣାର ପରିମାଣ ମଧ୍ୟ ବଢ଼ିଯାଏ। ତେଣୁ ବର୍ଷା ଦିନେ ବାୟୁର ଆର୍ଦ୍ରତା ବେଶୀ ଥାଏ। ଖ ପ୍ରଶ୍ନ, ବର୍ତ୍ତମାନ ଜିଆ ଚାଷ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି। ଏହାର ଉତ୍ତର ହେଉଛି ଜିଆ ମାଟିରେ ରହି ମାଟିକୁ ଫସଫସିଆ କରିଥାଏ। ମାଟି ଫସଫସିଆ ଓ ହାଲୁକା ହେବା ଫଳରେ ଏହା ମଧ୍ୟକୁ ବାୟୁ ଭଲ ଭାବରେ ଯାଞ୍ଚ କରିପାରେ। ଫଳରେ ମାଟିରେ ଥିବା ଅଣୁଜୀବ ଭଲ ବଢ଼ନ୍ତି, ଜମିର ଉର୍ବରତା ମଧ୍ୟ ବଢ଼ିଥାଏ ଏବଂ ଅଧିକ ଫସଲ ଉତ୍ପାଦନ ହୁଏ। 10 ପ୍ରଶ୍ନ, ପାର୍ଥକ୍ୟ ଲେଖ। କ ଦେଇଛି କୁହୁଡ଼ି ଓ ତୁଷାର। କୁହୁଡ଼ି ଶୀତ ଦିନେ ବାୟୁମଣ୍ଡଳରେ ଜଳବିନ୍ଦୁଯୁକ୍ତ ଧୂଳିକଣା ଘନୀଭୂତ ହୋଇ କୁହୁଡ଼ି ସୃଷ୍ଟି କରେ।
ପାହାଡ଼ିଆ ଅଞ୍ଚଳକୁ ଛାଡ଼ି ଅନ୍ୟ ଅଞ୍ଚଳରେ କୁହୁଡ଼ି ଦେଖାଯାଏ। କୁହୁଡ଼ି ହେବା ଫଳରେ ରାସ୍ତାଘାଟ ଦେଖାଯାଏ ନାହିଁ, ଏଣୁ ଦୁର୍ଘଟଣା ଘଟିଥାଏ। ତୁଷାର। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଭାସୁଥିବା ଜଳକଣା ଅତି ଥଣ୍ଡା ତୁଷାର ଆକାରରେ ଖସିପଡ଼େ। କାଶ୍ମୀର, ହିମାଚଳ ପ୍ରଦେଶରେ ଶୀତଦିନେ ତୁଷାର ପଡ଼ିଥାଏ। ଫଳରେ ରାସ୍ତାଘାଟ ବରଫାବନ୍ନ ହୋଇଥାଏ। ଯାନବାହନ ଚଳାଚଳରେ ମଧ୍ୟ ଅସୁବିଧା ହୁଏ। ପ୍ରଶ୍ନ, ବାଲିଆ ମାଟି ଓ ଗେରୁଆ ମାଟି। ବାଲିଆ ମାଟି। ଏହି ମାଟିରେ ବାଲି ଅଂଶ ବେଶୀ ଥାଏ। ଏହାର ରଙ୍ଗ ବାଦାମୀ। ଏହି ମାଟିରେ ନଡ଼ିଆ ଚାଷ ହୁଏ। ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଏ। ଗେରୁଆ ମାଟି। ଏହି ମାଟିରେ ଛୋଟ ଛୋଟ ଗୋଡ଼ି ଥାଏ। ଏହାର ରଙ୍ଗ ନାଲି। ଏହି ମାଟିରେ କାଜୁ ଚାଷ ହୋଇଥାଏ। ଏହା ପାହାଡ଼ିଆ ଅଞ୍ଚଳରେ ଦେଖାଯାଏ। 11 ନମ୍ବର, ସଂକ୍ଷିପ୍ତ ଟିପ୍ପଣୀ ଲେଖ। କ. ସପ୍ତର୍ଷିମଣ୍ଡଳ। ସପ୍ତର୍ଷିମଣ୍ଡଳ ଉତ୍ତର ଆକାଶରେ ଧ୍ରୁବତାରାକୁ କେନ୍ଦ୍ର କରି ଘୁରୁଥିବା 7ଟି ନକ୍ଷତ୍ରକୁ ନେଇ ସପ୍ତର୍ଷିମଣ୍ଡଳ ଗଠିତ, ଯଥା କର୍ତ୍ତୃ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ, ମାରିଚି। ଏହାକୁ ଭଲ ଭାବରେ ଦେଖିଲେ ପ୍ରଶ୍ନବାଚୀ ଆକୃତି ପରି ଦେଖାଯାଏ। ଖ. ବନ ମହୋତ୍ସବ। ବନ ମହୋତ୍ସବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳିତ ହୁଏ। ଏହି ଦିନ ଲୋକମାନଙ୍କୁ ମାଗଣାରେ ଚାରା ବଣ୍ଟନ କରାଯାଏ। ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଯୋଜନା କରାଯାଏ। 52 ପ୍ରଶ୍ନ, ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଲେଖ। କ. ଆଜିକାଲି ବୃକ୍ଷରୋପଣ ବା ବନୀକରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କି ଉଦ୍ୟମ ହେଉଛି ଲେଖ। 12 ନମ୍ବର କ. ଉତ୍ତର ହେଉଛି ବନୀକରଣ ବା ବୃକ୍ଷରୋପଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଉଦ୍ୟମ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ ହେଉଛି। ଲୋକମାନଙ୍କୁ ମାଗଣାରେ ଗଛ ଚାରା ବଣ୍ଟନ କରାଯାଉଛି। ଗ୍ରାମ ନିକଟରେ ଥିବା ଖାଲି ସ୍ଥାନ ଓ ପଡ଼ିଆରେ ବୃକ୍ଷରୋପଣ କରାଯାଉଛି। ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଆଇନ ପ୍ରଣୟନ କରାଯାଉଛି। ଖ ପ୍ରଶ୍ନ, ମୃତ୍ତିକା କ୍ଷୟ କାହାକୁ କୁହାଯାଏ? ମୃତ୍ତିକା କ୍ଷୟର 2ଟି କାରଣ ଏବଂ ମୃତ୍ତିକା କ୍ଷୟକୁ ରୋକିବା ପାଇଁ 2ଟି ଉପାୟ ଲେଖ। ମାଟିର ଉପର ସ୍ତର ଧୋଇଯିବାକୁ ମୃତ୍ତିକା କ୍ଷୟ କହନ୍ତି। ମୃତ୍ତିକା କ୍ଷୟର କାରଣ ସାଧାରଣତଃ ବର୍ଷା ଦିନେ ଜଳସ୍ରୋତରେ ମାଟିର ଉପର ଅଂଶ ଧୋଇ ହୋଇ କ୍ଷୟ ହୁଏ। ନଦୀବନ୍ଧ ଦାଢ଼ରେ ନଦୀ ଜଳ ବାରମ୍ବାର ବାଡ଼େଇ ହୋଇ ମୃତ୍ତିକା କ୍ଷୟ ହୋଇଥାଏ। ମୃତ୍ତିକା କ୍ଷୟ ରୋକିବାର ଉପାୟ: ପଡ଼ିଆରେ ଘାସ ଲଗାଇବା, ଜମିର ଚାରିପଟେ ହିଡ଼ ଦେବା, ନଦୀବନ୍ଧ ଦାଢ଼ରେ ପଥର ପ୍ୟାକିଂ କରିବା ଏବଂ ଅଧିକରୁ ଅଧିକ ପରିମାଣରେ ଗଛ ଲଗାଇବା। ପ୍ରଶ୍ନ, 5ଟି କ୍ଷତିକାରକ କୀଟ ବା ପତଙ୍ଗର ନାମ ଲେଖ। ସେମାନେ କ'ଣ କ୍ଷତି କରନ୍ତି ଲେଖ। 5ଟି କ୍ଷତିକାରକ କୀଟ ହେଉଛି ଉକୁଣି, ପିଙ୍କ, ଦଶିପୋକ, ପଙ୍ଗପାଳ ଓ ହଳଦୀଗୁଣ୍ଡ ପୋକ। ଉକୁଣି। ଏହି କୀଟ ମୁଣ୍ଡରେ ରହି ରକ୍ତ ଶୋଷନ୍ତି ଏବଂ ମୁଣ୍ଡରେ ଘା କରିଦିଅନ୍ତି। ଟିଙ୍କ। ଏହି କୀଟ ଗାଈ, ବଳଦ ଦେହରେ ଲାଗି ସେମାନଙ୍କଠାରୁ ରକ୍ତ ଶୋଷିଥାନ୍ତି। ଦଶିପୋକ। ଏହା ଆମ ପେଟରେ ରହି ଆମ ଶରୀରକୁ ଦୁର୍ବଳ କରିଦିଏ ଏବଂ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ। ପଙ୍ଗପାଳ। ଏହି କୀଟ ଫସଲ ଖାଇ ଫସଲ ନଷ୍ଟ କରିଥାନ୍ତି। ହଳଦୀଗୁଣ୍ଡ ପୋକ। ଧାନ ଗଛରେ ଲାଗି ଧାନ ଫସଲକୁ ନଷ୍ଟ କରିଦିଅନ୍ତି।